ଓଡ଼ିଶାର ଅନେକ ସାରା ପିଲା ବର୍ତ୍ତମାନ ଯାଇ ଡିଷ୍ଟ୍ରିକ୍ଟ କନଷ୍ଟେବଲକୁ ଅପେକ୍ଷାରେ ଅଛନ୍ତି। ତ କହୁ କହୁ 2025 ସରିବାକୁ ଗଲା, ଏବେ ଯାଇ ଡିଷ୍ଟ୍ରିକ୍ଟ କନଷ୍ଟେବଲର ଭ୍ୟାକେନ୍ସି ଦେଖିବାକୁ ମିଳିଲା ନାହିଁ। ତ ଆଜି ଯାହା ଡିଷ୍ଟ୍ରିକ୍ଟ କନଷ୍ଟେବଲର ମୋ ପାଖକୁ ଇନଫର୍ମେସନ୍ ଆସିଛି, ତ ଆପଣଙ୍କର ଏହି ଡିସେମ୍ବର ମାସ 30 ତାରିଖ ସୁଦ୍ଧା ଡିଷ୍ଟ୍ରିକ୍ଟ କନଷ୍ଟେବଲର ଗୋଟେ ସର୍ଟ ନୋଟିସ୍ ଦେଖିବାକୁ ମିଳିବ। ଜାନୁଆରୀ ମାସ ଫାର୍ଷ୍ଟ ୱିକ୍ କିମ୍ବା ସେକେଣ୍ଡ ୱିକ୍ରେ ଆପଣଙ୍କର ଫର୍ମ ଆପ୍ଲାଏ ଷ୍ଟାର୍ଟ ହୋଇଯିବ। ତ ଏବେଠାରୁ ଆପଣମାନେ ପ୍ରିପାରେସନ୍ରେ ଲାଗି ରୁହନ୍ତୁ। ଯେଉଁ ପିଲା ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ ବର୍ତ୍ତମାନ ଯାଏ ବାହାର କରିନାହାନ୍ତି, ତ ଆପଣମାନେ ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ଟି ବାହାର କରିନିଅନ୍ତୁ। ତ ଏ ବାଦେ ନେକ୍ସଟ ରହିଲା ଏଜ୍ ଲିମିଟ୍। ଏସ୍ଟି ଆପଣଙ୍କର କାଉଣ୍ଟ କରିବେ 1/1/2025ରୁ ସେମାନେ ଏସ୍ଟି କାଉଣ୍ଟ କରିବେ। ତ ଏ ବାଦେ ନେକ୍ସଟ ରହିଲା ୱାଇସେଫ୍। ୱାଇସେଫ୍ରେ ଯେଉଁ ପିଲାମାନେ ଅପେକ୍ଷାରେ ଅଛନ୍ତି, ତ ୱାଇସେଫ୍କୁ ଅପେକ୍ଷା ନ କରି ଡିଷ୍ଟ୍ରିକ୍ଟ କନଷ୍ଟେବଲରେ ଫର୍ମ ଆପ୍ଲାଏ କରିନେବେ। କାହିଁକିନା ଏବେ ଯାଏ ୱାଇସେଫ୍ର କୌଣସି ପ୍ରକାର କିଛି ନୋଟିସ୍ ନାହିଁ। ତ ୱାଇସେଫ୍ ଅନେକ ଡିଲେ ହେବାର ଅଛି। ତ ଆପଣମାନେ ଡିଷ୍ଟ୍ରିକ୍ଟ କନଷ୍ଟେବଲରେ ଆପ୍ଲାଏ କରିନେବେ। ତ ତା ବାଦେ ନେକ୍ସଟ ଆପଣ ରହିଲା ହୋମଗାର୍ଡ଼। ହୋମଗାର୍ଡ଼ରେ କିଛି କିଛି ଡିଷ୍ଟ୍ରିକ୍ଟରେ ରିଟିନ୍ ଏକ୍ଜାମ୍ ସରିଯାଇଛି, କିଛି କିଛି ଡିଷ୍ଟ୍ରିକ୍ଟରେ ଫିଜିକାଲ୍ ସରିଯାଇଛି, ଆଉ କିଛି କିଛି ଡିଷ୍ଟ୍ରିକ୍ଟରେ ରିଟିନ୍ ଏକ୍ଜାମ୍ ହେଇନାହିଁ। ତ କିଛି କିଛି ଡିଷ୍ଟ୍ରିକ୍ଟରେ ବି ପିଲାମାନେ ଜଏନିଂ ପାଇଯାଇଛନ୍ତି। ହୋମଗାର୍ଡ଼ର ଏହି ଡିସେମ୍ବର ମାସ ସୁଦ୍ଧା ଆପଣଙ୍କର ସବୁ ପ୍ରୋସେସ୍ ସରିଯିବ। ତ ତାପରେ ଆପଣଙ୍କର ଡିଷ୍ଟ୍ରିକ୍ଟ କନଷ୍ଟେବଲର ଫର୍ମ ଆପ୍ଲାଏ ଷ୍ଟାର୍ଟ ହୋଇଯିବ।